ବ୍ଲଗ ଅପଲୋଡ କରିବା ଲେଟ୍ ହେଇଯାଇଛି କିନ୍ତୁ ସ୍ମୃତି ସବୁ ମନରେ ରହିଯାଇଛି ଆଉ ସମସ୍ତଙ୍କ କଥାବାର୍ତ୍ତା ବି ହୃଦୟକୁ ଛୁଇଁ ଯାଇଛି। ଆପଣମାନେ ତ ଜାଣିଥିଲେ ଭାଇ ବାହାଘର ହେଇଥିଲା। ଭାଇ ବାହାଘର ପରେ ପରେ ଆମେ ଘରକୁ ପଳେଇ ଆସିଥିଲୁ ଆଉ ତାପରେ ଚତୁର୍ଥୀ ପୂର୍ବ ଦିନ ଆମେ ଯାଇ ପହଞ୍ଚି ଯାଇଥିଲୁ ପାରାଦୀପରେ। ପହଞ୍ଚି ସାରିଲା ପରେ ଏଇଟା କଣ କୁହନ୍ତି କି ରିଚୁଆଲ୍ସ ମୋର ମନେ ନାହିଁ। ତ ସେଇଟା ଆରମ୍ଭ ହେଇଥିଲା ଆଉ ସେଇଟା କୁହନ୍ତି ମାଛ ନିଅ କହିକି ସମସ୍ତଙ୍କ ଠାରୁ ପଇସା ଆଦାୟ ହଉଥିଲା। ସେଥିରେ ଆମକୁ ବି କିଛି ପଇସା ମିଳିଛି। ତାପର ଦିନ ମୁଁ ତ ଏତେ କିଛି ବ୍ଲଗ ବନେଇ ପାରିନଥିଲି ଆଉ ରିସେପସନ ଦିନ ଆମେ ଟିକେ 10ଟା 11ଟା ବେଳକୁ ଭାଇର ମୋର ପଳେଇଥିଲୁ ମାର୍କେଟ। ଯେହେତୁ ରାତିକି ରିସେପସନ ପାର୍ଟି ଅଛି ସେଥିପାଇଁ କିଛି ସଜ ଜିନିଷ କିଣିବା ପାଇଁ ଭାଉଜଙ୍କ ପାଇଁ ବି କିଛି କିଣିବା ପାଇଁ ଏଠି ମୋ ଭାଇର ମୋର ପଳେଇ ଆସିଛୁ। କେତେ ବର୍ଷ ହେଇଗଲାଣି ଭାଇ ସହିତ କୁଆଡେ ଯାଇନି କି କିଛି ବୁଲାବୁଲି ବି କରିନି। ଆଜି ତ ଫୁଲ ଚନ୍ଦେଇବି, ଯାହା ଯେତେ ପାରିବି ଦୋକାନରୁ ସବୁ ଉଠେଇ ନେଇଯିବି। ଭାଇ ଚିନ୍ତାରେ ରହିଯାଇଛି ଆଜି କେତେ ଜିନିଷ ନବ କି କଣ। ଆଜି ଟିକେ ତାକୁ ଟିକେ ହସଉଥିଲି ଆଉ ସିଏ ତ ତାର ହସିବାର ନା ନାହିଁ, କାରଣ ଏଇନା ତାର ଖର୍ଚ୍ଚ ହିଁ ପଡିଛି। କଣ କରିବ ଆଉ ସିଏ। ଘରକୁ ଆମେ ପଳେଇ ଆସିଲୁ କିଣାକିଣି ସାରିକି। ଏଠି ଓଦା ବସ୍ତ୍ରରେ ପ୍ରଥମେ ଚତୁର୍ଥୀ ପିଣ୍ଡ ପଡ଼ିଲା ଆଉ ନନା ତାଙ୍କର ମନ୍ତ୍ର ପଢୁଛନ୍ତି। ମୁଁ ଏଇଠି ବସି ମୋର ଫଟୋ ଭିଡ଼ିଓ ନେଉଛି। ମୋ ଭାଇ ଖାଲି ମୋତେ କହୁଛି ଭଲସେ ଫଟୋ ଉଠଉଥିବ। ହଁ, ମୁଁ ମୋର ଖଟ ସାଇଡ଼ରେ ବସିକି ଫଟୋ ଭିଡ଼ିଓ ନେଉଥାଏ ଆଉ ଭାଇ ଖାଲି ଅନେଇକି ପୋଜ୍ ଦେଉଥାଏ। ଏଠି କ'ଣ ନନା ମନ୍ତ୍ର ପଢ଼ି ଯାଉଛନ୍ତି ମୁଁ ତାର ତ କିଛି ବୁଝିପାରୁନି। ଯଦି ବି ବୁଝିବି ଆପଣମାନଙ୍କୁ ଆଗକୁ ଭିଡ଼ିଓରେ କହିବି। ଏଠି ପ୍ରଥମେ ଯେଉଁ ମାଆଙ୍କ ବାପା ଏମିତି ସବୁ ସମସ୍ତଙ୍କ ନାଁଙ୍କ ନେଇକି ପିଣ୍ଡ ପଡ଼େ। ପିଣ୍ଡ ପଡ଼ିଲା ପରେ ଛାତ ଉପରକୁ ନୂଆ ବସ୍ତ୍ର ପିନ୍ଧିକି ପଳେଇ ଆସିଲେ। ଏଠି ବନ୍ଧନ କାର୍ଯ୍ୟକ୍ରମ ଆରମ୍ଭ ହେଇଗଲା। ପ୍ରଥମେ ମାଉସୀ ବନ୍ଦେଇଲା ଭାଉଜଙ୍କୁ ଗୋଟେ କାନଫୁଲ ଆଉ କିଛି ପଇସା, ତାପରେ ଯିଏ ଯାହା ଆଣିଥିଲେ ବନ୍ଦେଇଲେ। ଆଗକୁ ତ ଆମେ ଦେଖା ହେବା ରିସେପସନ୍ ପାର୍ଟିରେ। ରହୁଛି ଜୟ ଜଗନ୍ନାଥ।